ଯସ୍ୟ ପୁତ୍ର ବଶୀଭୂତ ଭାର୍ଯ୍ୟା ଛନ୍ଦାନୁଗାମିନୀ ବିଭବେ ଯସ୍ୟ ସନ୍ତୁଷ୍ଟିସ୍ତସ୍ୟ ସ୍ୱର୍ଗ ଇହେବହି। ଏହି ହେଉଛି ଚାଣକ୍ୟ ନୀତିରୁ ସଂଗୃହୀତ ଗୋଟିଏ ନୀତି ଶ୍ଲୋକଟିଏ। ଭାରତୀୟ ସଂସ୍କୃତ ସାହିତ୍ୟରେ ଚାଣକ୍ୟ ନୀତିର ରହିଛି ସ୍ୱତନ୍ତ୍ର ସ୍ଥାନ। ଏହି ଶ୍ଲୋକଟିରେ ଆଚାର୍ଯ୍ୟ ଚାଣକ୍ୟ ପ୍ରକୃତ ସ୍ୱର୍ଗ କ'ଣ ତାହା କହିଛନ୍ତି। ଅନେକ ଲୋକ ନିଜର ଧନ ସମ୍ପତ୍ତିର ପ୍ରାଚୁର୍ଯ୍ୟକୁ ସ୍ୱର୍ଗ ବୋଲି ମନେ କରିଥାନ୍ତି ଏବଂ ତା ପଛରେ ଧାଇଁଥାନ୍ତି, ଅଥଚ ତାଙ୍କ ପରିବାରରେ ଶାନ୍ତି ନଥାଏ। ଏଣୁ ସେମାନଙ୍କ ପ୍ରତି ନୀତି ଉପଦେଶ ଏଥିରେ ରହିଛି। ଏହି ନୀତି ଶ୍ଲୋକରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କର ପୁତ୍ର ଅନୁଗତ, ସ୍ତ୍ରୀ ବେଦ ବା ସତ୍ ମାର୍ଗରେ ଅନୁଗାମିନୀ ଏବଂ ଯେତିକି ଧନ ସମ୍ପତ୍ତି ଅଛି ସେତିକିରେ ଯେ ସନ୍ତୁଷ୍ଟ, ତାଙ୍କ ପାଇଁ ସ୍ୱର୍ଗ ଅନ୍ୟ କେଉଁଠାରେ ନାହିଁ। ତାଙ୍କ ପାଇଁ ସ୍ୱର୍ଗ ଏଇଠାରେ ହିଁ ଅଛି। ତ ବନ୍ଧୁମାନେ, ଏହି ଶ୍ଲୋକଟିରୁ ଆମେ କ'ଣ ଶିକ୍ଷା କଲେ କହିଲେ? ଆମ ପରିବାର ହିଁ ଆମ ପାଇଁ ସ୍ୱର୍ଗ ଅଟେ। ଆମ ପରିବାର ଯଦି ସୁନ୍ଦର, ସୁଧାର ଓ ମାର୍ଜିତ ରହେ, ତେବେ ଆମକୁ ମର୍ତ୍ତ୍ୟରେ ମଧ୍ୟ ସ୍ୱର୍ଗର ସୁଖ ମିଳିଥାଏ ଓ ଜୀବନ ସରଳ ସୁଖମୟ ହୁଏ।